କିଏ କେବେ ବୁଝି ଛକି କବି ମନ ନୀରବତା କବି ମନ ନୀରବତା କିଏ କେବେ ପଢ଼ିଛ କି ତା ଜୀବନ ଆତ୍ମକଥା ତା ଜୀବନ ଆତ୍ମକଥା শব্দ খোঁজি খোঁজি কেতে বহি পঢ়ে জীবন জঞ্জাଳୁ কবিতাটে গঢ়ে শব্দ খোঁজি খোঁজি কেতে বহি পঢ়ে জীবন জঞ্জাଳୁ কবিতাটে গঢ়ে কিଏ ଜାଣେ ଦୁଃଖତା କିଏ ଜାଣେ ଦୁଃଖତା କିଏ କେବେ ବୁଝିଛ କି କବି ମନ ନୀରବତା କବି ମନ ନୀରବତା। ନମସ୍କାର, ମୁଁ ସୁଚେସ୍ମିତା ଆଜି ଏମିତି ଏକ କବି ମନର ଭାବନାରେ କବିତାଟେ ଆଣିଛି। ଜଣେ କବି କେତେ କଷ୍ଟରେ ଗୋଟେ କବିତାଟେ ସୃଷ୍ଟି କରୁଛି। ତା ମନ ଉପବନରୁ ଶବ୍ଦ ଗୁଡ଼ିକ ଗୁନ୍ଥି ଗୁନ୍ଥି ତା ମାନସ ପଟରୁ ଗୋଟେ କବିତାଟେ ଆସୁଛି। କିନ୍ତୁ କବିତାର ମୂଲ୍ୟ ଆଜିକାଲି ସମାଜରେ କ'ଣ ଅଛି ଆପଣମାନେ ହିଁ ଭାବିପାରୁଥିବେ। ଜଣେ କବି ମନସ୍ତତ୍ତ୍ୱବିତ୍ ହେଇ ନିଶ୍ଚିନ୍ତ ଭାବରେ ଜାଣିପାରୁଥିବେ ଜଣେ କବିର ଭୂମିକା କ'ଣ, ତା ପାଇଁ ସମାଜ କେତେ ଦେଉଛି। ଯଦି ଜଣେ କବିର ସମାଜ ପରିବର୍ତ୍ତନ କରିବା ପାଇଁ କୁପଥରୁ ସୁପଥକୁ ଆଣିବା ପାଇଁ ତା ଲେଖନୀ ଚାଳନା ଦ୍ୱାରା ସମ୍ଭବ ହୋଇପାରୁଛି ବା ହେଇପାରିବ, ତେବେ କବିତାରେ ବା ଜଣେ କବିତା ଲେଖୁଥିବା କବିଟିକୁ କୁଭଳି ଭାବରେ ସମ୍ମାନ ଦେଉଛନ୍ତି ଆଜିକାଲିର ସମାଜ। ସେଇ ଭାବନାରେ ସେଇ ମୂଲ୍ୟବୋଧରେ ମୋର ଆଜିର ଉପସ୍ଥାପନା। ତେବେ ଆସନ୍ତୁ ଶୁଣିବା କବିତାଟି ମୋ ଖୁସି। ହେ କବି, କିଏ ଜାଣେ ତୁମ ଇତିହାସ, କିଏ ଜାଣେ ତୁମ ଯନ୍ତ୍ରଣା। ହେ କବି, କିଏ ଜାଣେ ତୁମ ଇତିହାସ, କିଏ ଜାଣେ ତୁମ ଯନ୍ତ୍ରଣା। କୁଢ଼ା କୁଢ଼ା ନିରାଶାର ଦୁର୍ଗନ୍ଧରେ ତୁମର ଆଶା ତ ଏଇ କବିତା। କୁଢ଼ା କୁଢ଼ା ନିରାଶାର ଦୁର୍ଗନ୍ଧରେ ତୁମର ଆଶା ତ ଏଇ କବିତା। ହାହାକାର ନିସ୍ତବ୍ଧତାରେ ତୁମର ହାୟ ହେଲା ଏଇ କବିତା। ତୁମ ବେଦନାର ସଁ ସଁ ଦୀର୍ଘ ନିଶ୍ୱାସରେ ସାହିତ୍ୟର ସମ୍ଭାର ନେଇ ଆସେ ଏଇ କବିତା। ତୁମ ବେଦନାର ସଁ ସଁ ଦୀର୍ଘ ନିଶ୍ୱାସରେ ସାହିତ୍ୟର ସମ୍ଭାର ନେଇ ଆସେ ଏଇ କବିତା। ହେଲେ ହେ କବି, କିଏ କ'ଣ ବୁଝେ, ହେଲେ ହେ କବି କିଏ କ'ଣ ବୁଝେ, ଗୋଟିଏ ସୃଷ୍ଟି ପାଇଁ ତୁମକୁ କେତେ କ'ଣ କରିବାକୁ ହୁଏ। ହେଲେ ହେ କବି କିଏ କ'ଣ ବୁଝେ, ଗୋଟିଏ ସୃଷ୍ଟି ପାଇଁ ତୁମକୁ କେତେ କ'ଣ କରିବାକୁ ହୁଏ। କେତେ ଥର ତାଡ଼ନାରେ ଜର୍ଜରିତ ହେବାକୁ ହୁଏ। କେହି ଜାଣେ ନା, କେହି ଜାଣେ ନା, କେହି ବି ବୁଝେ ନା। ଖାଲି ଯା ତୁଚ୍ଛା କୁହନ୍ତି କ'ଣ ନା କବିତା ଗୁଡ଼ା ଲେଖୁଛେ, କ'ଣ ନା କବିତା ଗୁଡ଼ା ଲେଖୁଛି। ସେ କବିତା ଗୁଡ଼ା ଲେଖି କେଜାଣି କ'ଣ ପାଉଛି। ସେ କବିତା ଗୁଡ଼ା ଲେଖି କେଜାଣି କ'ଣ ପାଉଛି। କବି ହେ ତୁମକୁ ମୋର ପ୍ରଶ୍ନ, କବି ହେ ତୁମକୁ ମୋର ପ୍ରଶ୍ନ। ସତରେ ତୁମକୁ କବିତାରେ କ'ଣ ମିଳୁଛି, ସତରେ ତୁମକୁ କବିତାରେ କ'ଣ ମିଳୁଛି। କବିକୁ ହେ ମିଳୁଛି ଉବୁଡୁବୁ ଯନ୍ତ୍ରଣାରୁ କିଛି ସମୟର ମୁକ୍ତି।
ମିଳୁଛି ସ୍ରଷ୍ଟା ହୋଇ ସୃଷ୍ଟି କରିବାର ମା ପରି ଶକ୍ତି। ମିଳୁଛି ଉବୁଡ଼ୁବୁ ଯନ୍ତ୍ରଣାରୁ କିଛି ସମୟର ମୁକ୍ତି। ଆଉ ମିଳୁଛି ସ୍ରଷ୍ଟା ହୋଇ ସୃଷ୍ଟି କରିବାର ମା ପରି ଶକ୍ତି। ଆଉ ମିଳୁଛି ଅବସାତ୍ର ପୃଥିବୀରୁ ଆତ୍ମହରା ପରିତୃପ୍ତି। ଆଉ ମିଳୁଛି ଅବସାତ୍ର ପୃଥିବୀରୁ ଆତ୍ମହରା ପରିତୃପ୍ତି। ମୁଁ ବୁଝେ ନାରେ କିଏ କ'ଣ ବୁଝିଲା ନ ବୁଝିଲା। ମୁଁ ବୁଝେ ମୋ ସାହିତ୍ୟରେ କେତେ କ୍ଷମତା ରହୁଛି କିଛି ପରିବର୍ତ୍ତନ କରିବାରେ। ମୁଁ ବୁଝେ ମୋ ସାହିତ୍ୟରେ କେତେ କ୍ଷମତା ରହୁଛି କିଛି ପରିବର୍ତ୍ତନ କରିବାରେ। ମୁଁ ବୁଝେ ମୋ ଜୀବନରେ ସାହିତ୍ୟର ମାଧ୍ୟମକୁ। ମୁଁ ବୁଝେ ମୋ ଜୀବନରେ ସାହିତ୍ୟର ମାଧ୍ୟମକୁ। ମୁଁ ବୁଝେ ମୋ ଖୁସିକୁ। ହଁ, ମୁଁ ବୁଝେ ମୋ ଖୁସିକୁ। ମୋ ଖୁସି ତ ଏଇ କବିତା। ମୋ ଖୁସି ତ ଏଇ କବିତା। ମୋ ଆତ୍ମାର ଜୀବନ୍ତ ହସ୍ତାକ୍ଷର ତ ଏଇ କବିତା। ମୋ କ୍ଷତାକ୍ତ ହୃଦୟର ମଲମ ତ ଏଇ କବିତା। ହଁ, ମୋ କ୍ଷତାକ୍ତ ହୃଦୟର ମଲମ ତ ଏଇ କବିତା। ଧନ୍ୟବାଦ। କବିତାଟି ଜଣେ କବିର ନିଜସ୍ୱ ହସ୍ତାକ୍ଷର। ଅନୁଭବ କରିପାରୁଛି ଯେ ଜଣେ ଲେଖକ ବା ଲେଖିକା, ଜଣେ କବି ନିଶ୍ଚିନ୍ତ ଭାବରେ ମୋର ମନର ଯନ୍ତ୍ରଣାକୁ ବୁଝିପାରୁଥିବେ। ଆଜିକାଲି ସବୁଥିରେ ସବୁ ପ୍ରଫେସନରେ ନାଚ ହେଉ, ଗୀତ ହେଉ, ଯାହା ବି ହେଉ, ସେଥିରେ କିଛି ପାରିଶ୍ରମିକ ରହୁଛି। କିନ୍ତୁ କବିତାରେ କୌଣସି ପାରିଶ୍ରମିକ ନାହିଁ। ପାରିଶ୍ରମିକ ନଥାଉ ଚଳିବ, କିନ୍ତୁ ଯିଏ କବିତା ଲେଖୁଛି ତା ଚତୁଃପାର୍ଶ୍ୱରୁ ତାକୁ ହୁଏତ ସମ୍ମାନ ମିଳୁ। କାହିଁକି ନା ଏଇ କବିତା ବା ଜଣେ ଲେଖକ ତା ଲେଖନୀ ମାଧ୍ୟମରେ ସମାଜକୁ କୁପଥରୁ ସୁପଥକୁ ଆଣିବାର କ୍ଷମତା ରଖୁଛି। ଏହା ମୁଁ କହୁନି, ଏହାକୁ ସମସ୍ତେ କହିବେ। ବଡ଼ ବଡ଼ ଲେଖକମାନଙ୍କର ଲେଖାରେ ଏମିତି ଶକ୍ତି ଅଛି ଯାହା ଜୀବନର ଦୃଷ୍ଟିକୋଣକୁ ମଧ୍ୟ ବଦଳାଇ ପାରିବ କ୍ଷମତା ରଖୁଛି। এই କଥାକୁ ଧ୍ୟାନ ଦେଇ ମୋର এই କବିତାଟି ଶୁଣି ଆପଣଙ୍କର ସୁନ୍ଦର ସୁଚିନ୍ତିତ ମତାମତ ଦେବେ। ମୁଁ ରହୁଛି ସୁଚିସ୍ମିତା। ଆଉ ଥରେ ଆସିବି ଆଉ ଏକ ସୁନ୍ଦର ଉପସ୍ଥାପନାଟେ ନେଇ। ନମସ୍କାର।